ଅନୁଗୁଳ ବନଖଣ୍ଡରେ ଆଜି ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା 6 ଦିନ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ବନଖଣ୍ଡରେ ଥିବା 6ଟି ବନାଞ୍ଚଳ ଛେଣ୍ଡିପଦା, କଣିହା, ତାଳଚେର, ବନ୍ତଳା, ଅନୁଗୁଳ ଓ ଜରପଡ଼ାରେ ଏହି ଗଣନା ହେବା ପୂର୍ବରୁ ସବୁ ବନାଞ୍ଚଳରେ କାର୍ଯ୍ୟରତ ବନ କର୍ମଚାରୀମାନଙ୍କୁ ଏ ବାବଦରେ ତାଲିମ ମଧ୍ୟ ଦିଆଯାଇଛି। ତେବେ ଚଳିତ ବର୍ଷ ଅତ୍ୟାଧୁନିକ ପଦ୍ଧତିରେ ଏହି ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସବୁ ବିଟ୍ରୁ 3 ଜଣ ଲେଖାଏଁ ବନ କର୍ମଚାରୀ ବାଘ ଗଣନାରେ ସାମିଲ ହେବେ। ଏହି କର୍ମଚାରୀମାନଙ୍କୁ ମୋବାଇଲ ଆପ୍ରେ ବାଘର ଗତିପଥ, ହାବିଟେଟ୍, ଜଙ୍ଗଲର ପ୍ରକାର, ତୃଣଭୋଜୀ ପ୍ରାଣୀଙ୍କର ଅବସ୍ଥିତି ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। ସେହିପରି ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରା ମଧ୍ୟ ବାଘ ଗଣନାରେ ସହାୟକ ହେବ। ବାଘର ପାଦଚିହ୍ନ ଦେଖିଲେ ତାର ନମୁନା ସଂଗ୍ରହ କରାଯିବ ବୋଲି କୁହାଯାଇଛି। ସେପଟେ ଅନୁଗୁଳ ବନଖଣ୍ଡକୁ ପୂର୍ବରୁ ମହାବଳ ବାଘ ଆସିଥିବାରୁ ଚଳିତ ବର୍ଷ ବାଘ ଗଣନାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି।